ପାଇପ କିନ୍ତୁ ଆମର ଆଉ ଗୋଟେ ସୂର୍ଯ୍ୟ କିରଣ ସୂର୍ଯ୍ୟଠାରୁ ସିଧାସଳଖ ଆମେ ବିଦ୍ୟୁତ ପାଉଛେ ନା ନାହିଁ। ତାପରେ ସେକେଣ୍ଡ ହେଉଛି ଜଳରୁ ପାଉଛେ, ଥାର୍ଡ ହେଉଛି ଗୋଟେ ପାଉଛେ କୋଇଲାରୁ ପାଉଛେ, ତାପରେ ଫୋର୍ଥ ହେଉଛି ବିଭିନ୍ନ ପ୍ରକାର ଆବର୍ଜନା ମଧ୍ୟ ବାହାରୁଛି। ତେଣୁ ଆମେ ଗୋଟେ ୟୁନିଟ୍ ମାନେ 5 ଲିଟର ଜଳ ନଷ୍ଟ କରିବା ପରେ ୟୁନିଟ୍ ଆମେ ବାହାର କରିପାରିବା। ସେଥିପାଇଁ ଆମ ଜଳକୁ ଏ ଯେଉଁ ବିଦ୍ୟୁତକୁ ସାଇତି ରଖିବାକୁ ପଡ଼ିବ। ସମସ୍ତେ ଜାଣିଛେ ଆମେ ଫ୍ୟାନ୍ ହଉ କିମ୍ବା ବଲ୍ ହଉ କି ଆମର ଗୋଟେ ରେଡ଼ିଓ ଏ ଯେଉଁ ଟିଭି ଆଉ ବିଭିନ୍ନ ପ୍ରକାରର ଘରେ ଯେଉଁ ଫ୍ରିଜ୍ ରେଫ୍ରିଜରେଟର ଆଉ ୱାସିଂ ମେସିନ୍ ଏସବୁ ଚାଲୁଛି ଆମ ଦରକାର ତ ନାହିଁ ମଧ୍ୟ ଆମେ ଚଲାଉଛେ। କ'ଣ ପାଇଁ ନା ଆମର ଯେତେବେଳେ ଗୋଟେ ରେଫ୍ରିଜରେଟର ଚଲାଉଛେ ଫ୍ରିଜ୍ ଚଲାଉଛେ ତା ଭିତରେ କୌଣସି ଜିନିଷ ନଥିବ ଖାଲି 2 ବୋତଲ ପାଣି ଥିବ କିନ୍ତୁ 24 ଘଣ୍ଟା ଚାଲିଥିବ। ତାପରେ ଆଉ ଗୋଟେ କ'ଣ ଇଣ୍ଡିକେଟର ସବୁ ଦିଆହେଇଛି, ସେ ଇଣ୍ଡିକେଟର ଆମର ୟୁନିଟ୍ ରହୁଛି ଯେଉଁ ଆମେ ଯେଉଁ କହୁଛେ ଯେଉଁ କ'ଣ କହିଲ ଯେଉଁଟା ମାନେ ଖରାଦିନେ ଯେଉଁଟାକୁ କୁଲର କି ଆଉ ଗୋଟେ ଆଉ କ'ଣ କରୁଛି କୁଲର ଏସି ଚଲାଉଛି, ଏସି ଭିତରେ ଦେଖିବ ଲାଇଟ୍ଟା ଅଛି, ସେ ଲାଇଟ୍ଟା ଆମେ ଯଦି ଆମେ ଏସି ବନ୍ଦ କରିଦେବା ସେ ଲାଇଟ୍ଟା ଜଳୁଥିବ ମେନ୍ ସୁଇଚ୍ଟା ବନ୍ଦ କରିବା ସେ ମାନେ ୟୁନିଟ୍ ଚାଲିବ। ବିଭିନ୍ନ ପ୍ରକାରର ବୈଦ୍ୟୁତିକ ସଂଚାର ହେଲେ ଆମେ ସମସ୍ତେ ନିଶ୍ଚିତ ଭାବରେ ସତର୍କ ହେବା ଦରକାର।